ଆଜିକାର ଶେଷ ଦିନ ଆଜିଟା ପୂର୍ଣ୍ଣାହୁତି କ'ଣ ଥିଲା ସବୁ କାର୍ଯ୍ୟକ୍ରମ ଆଜି ପୂର୍ଣ୍ଣାହୁତିରେ ଆମର ଠାକୁର ହରିହର ମେଳନ ହେଲେ ଗ୍ରାମ ଭ୍ରମଣ ହେଲା। ପ୍ରତ୍ୟେକ ଠାକୁର ନିମନ୍ତ୍ରଣಕ್ಕೆ ଆସିକି ସେମାନଙ୍କୁ ସବୁ ବିଦାୟ କରାଗଲା। ଆଉ ତାପରେ ଯେମିତି ଆମର ପ୍ରଶାସନ ଯେମିତି ହେବା କଥା ସବୁ ଆରମ୍ଭରେ ବାଣ ହେଇ ସବୁ ପ୍ରକାର ହେଇକି ଆନନ୍ଦ ଉତ୍ସାହ ସହିତ ଗ୍ରାମ ଭ୍ରମଣ କରିକି ଠାକୁର ଫେରିଲେ। ଆଜି ଆମେ ଦେଖିଲୁ ଯେ କିଛି ଗୁହାରିରେ ବସିଥିଲେ ତ କ'ଣ ସେମାନେ ସବୁ ମାନସିକ ଯେମିତି ପ୍ରତିବର୍ଷ ବସନ୍ତି ଠାକୁରଙ୍କର ତଳୁ ପ୍ରସାଦ ଖାଇକି ସେମାନେ ଯାଆନ୍ତି, ତାହା ମାନସିକ ପୂର୍ଣ୍ଣ ହୁଏ। ଏଠି ଆମେ ଶୁଣିବାକୁ ପାଇଲୁ ଯେ ଠାକୁରଙ୍କର ଯେଉଁ ଚରୁ ପ୍ରସାଦ ଅଛି ତ ଯାହାର ଅପୁତ୍ରିକ ପୁତ୍ର ସନ୍ତାନ ପାଇବ ତ କ'ଣ କହିବେ ତ ଆପଣ ଚରୁ ଭୋଗ ଉପରେ ଆପଣ କ'ଣ କହିବେ? ଚରୁ ତ ପ୍ରଭୁଙ୍କର ପ୍ରସାଦ, ତାକୁ ଯିଏ ବିଷୟରେ ପାଇଛି ସିଏ ପାଇଛି। ଆଉ ଆଜି ଯେଉଁ ଆପଣଙ୍କର ଏତେ ସୁନ୍ଦର ଭାବରେ ଗ୍ରାମ ପରିଭ୍ରମଣ କରାଗଲା, ଏତେ 11 ଦିନ ଏତେ ସୁନ୍ଦର ଭାବରେ କାର୍ଯ୍ୟକ୍ରମ କରାଗଲା, ଶ୍ରେୟ ଆପଣ କାହାକୁ ଦେବେ? ସେୟା କଥା ଯେ ପ୍ରଭୁର ଇଚ୍ଛା, ସେ ତାହାର ଏଠି ଆମର କିଛି ନାହିଁ, ଆମେ ନିମିତ୍ତ ମାତ୍ର। ପ୍ରଶାସନ ପକ୍ଷରୁ ଦମକଳଠୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ସବୁ ପ୍ରକାର ସାହାଯ୍ୟ ମିଳିଛି। ଧନ୍ୟବାଦ। ଆଜ୍ଞା, ଆପଣ ଚଉବର ପୀଠରେ ଦୀର୍ଘ 11 ଦିନ ଧରିକି ଚାଲିଥିଲା ଆପଣ ବିଶ୍ୱଶାନ୍ତି ମହାଯଜ୍ଞ, ତା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ପ୍ରକାର କରାଯାଉଥିଲା। କରାଯାଇଥିଲା, ଭୋଜନ ସମୟରେ କରାଯାଇଥିଲା, ପାଲା ଆମର 10 ଦିନ କରାଯାଇଛି ଏବଂ ଗୋଟି ନାଚ କରାଯାଇଥିଲା ଏବଂ ବହୁତ ଜନସାଧାରଣ ଆସିଥିଲେ ଏବଂ ଆମର ଅନ୍ନ ପତ୍ର ଦିଆଯାଉଛି ଠାକୁରଙ୍କ ଭୋଗ ପ୍ରସାଦ ବୋଲି। ଆଉ ଯେଉଁ ବର୍ତ୍ତମାନ ଆଜି ଯେଉଁ ଆପଣଙ୍କର ଠାକୁରମାନେ ଯେଝା ସ୍ଥାନକୁ ଯିଏ ଗଲେ ତ ଗୋଟେ ବଡ଼ ଶୋଭାଯାତ୍ରାରେ ଗଲେ କ'ଣ କହିବେ? ଠାକୁରମାନଙ୍କୁ ନିମନ୍ତ୍ରଣ କରିକି ଆଣିଥିଲି ତେଣୁ ଠାକୁରମାନଙ୍କୁ ଜାଗା ସ୍ଥାନକୁ ନେଇକି ବିଦାୟ ଦେଇକି ଆସିଲି। ହରିହର ଭେଟ କରାଗଲା। ହରିହର ଭେଟ ଯେଉଁ ଠାକୁର ଯେଉଁଠୁ ଆସିଥିଲେ ଆମର ସେଠି 4 ଠାକୁର ମେଳାଇ ସେଠି ହରିହର ଭେଟ କରାଯାଇ ଏବଂ ରାମ ଲକ୍ଷ୍ମଣ ସୀତାଙ୍କୁ ତାଙ୍କ ସ୍ଥାନକୁ ଦିଆଯାଇ ଆଉ ବାକି ଠାକୁର ଜାଗା ସ୍ଥାନକୁ ଆସିଲେ।